ओम नमो भगवते वासुदेवाय। तृतीयोऽध्याय। श्रीशुक उवाच। एबे हो शृणु सावधाने मनुर वंशर विधाने। सर्जाति नाम मनुसुत शुणहो ताहार चरित। स्वभावे ब्रह्मष्टि होइला क्षेत्रे से अंगिरस बला। सुकन्या नामे तार कन्या होइला रूपे अनुपमा। सुकन्या पितार संगते आनंदे पशिला वनस्ते। कुमारी सात पांच संगे बने भ्रमई अतिरंगे। से बने भृंगुर नंदन तपस्या अर्थेन च्यवन। बसिला निश्चल आसने जोग समाधि मोक्ष ध्याने। एमंते अनेक बरस होइला अस्थि चर्म शेष। कीट बल्किक तार देहे ढांकिले मुखे मूर्तिकाए। बाल्मीक खुद प्राय दिशे केवल नयन प्रकाशे। एमंते राजकन्या गला व्यवन आश्रमे मिलिला। बाल्मीक कुद मध्ये भिन्न दिशई मुनिक लोचन। आभूते बेनी ज्योति चाहि सुकन्या मने विचारई। एत सुंदर ज्योति दिशे तेजे तिमिर तेज धुंसे। एमंते मने परिमाणी कंटक भृखु कंटाणी। से बेनी ज्योति कला क्षत तक्षणे स्रविला रकत। बाल्मीक मध्ये श्रोणी बहे धारा दिशई मुनि देहे। मुनिक अपराध कला शुण हे अभिमनु बला। तक्षणे राजार सहिते अपर लोके थिले जेते। सर्वे पाइले अपराध हुए मूत्र द्वार निरुद्ध। केहि न पारे मूत्र करी कांदंती मूत्र द्वार धरी। सर्वे करंती हाहाकार शुणी सर्जाति नृपवर। सकळे पुछि दुख मन कन्याकु बोलंती राजन। तू जे बनस्ति भ्रमुथिलु कह कि अपराध कलु। से कर्म बळे एहु व्याधि रहिला मूत्र द्वार रुंधी। सर्वे मरिबे हि क्षणी सुकन्या कहे ताहा शुणी। भोतात बाल्मीक उपरे ज्योति जुगल देखि खरे। मोहि अद्भुत प्राय मणि कंटक भृखु कंटाणी। छेदिली से ज्योति अद्भुत तक्षणे स्रविला रकत।
ତା ଶୁଣି ନୃପତି ବେଗେ ମିଳେ ବଲ୍ମୀଙ୍କ କୁଦ ଲାଗେ। ସମ୍ଭ୍ରମେ ବେନି କର ଯୋଡ଼ି କହେ ବଲ୍ମୀଙ୍କ ପାଦେ ପଡ଼ି। ଭୋକିଟ ବଲ୍ମୀକ ତୋ ଦେହ ରୁଧିର ବହେ କିମ୍ପା କହ। ମୁଁ ତୋତେ କଲି ଅପରାଧ ତୋ ଜ୍ୟୋତି କନ୍ୟା କଲା ଭେଦ। ସେ କନ୍ୟା ସ୍ୱଭାବ ଚଞ୍ଚଳ ସର୍ବେ ପାଇଲୁ ତହିଁ ଫଳ। ନିରୁଦ୍ଧ ହେଲା ମୂତ୍ର ଦ୍ୱାର ରଖ ଶରଣ ଗଲୁ ତୋର। ଏମନ୍ତେ ରାଜା ମୁଖୁ ଶୁଣି ବ୍ୟବନ କହେ ଦୁଃଖ ବାଣୀ। ଭୋ ନୃପ ମୁଁ ଭୃଙ୍ଗୁ ନନ୍ଦନ ଚ୍ୟବନ ଋଷି ମୋର ନାମ। ମୁଁ ଯେ ଅରଣ୍ୟ ତପ କରି ଚିତଇ ପ୍ରଭୁ ନରହରି। ବସିଲି ଆସନେ ନିଶ୍ଚଳ ଏମନ୍ତେ ଗଲା କେତେ କାଳ। ବଲ୍ମୀଙ୍କ କୀଟ ମୋ ଶରୀରେ ମାଂସ ରୁଧିର ଭକ୍ଷ କଲେ। ମୃତ୍ତିକା ମୋହର ଉପରେ ମୁଖେ ଆଚ୍ଛାଦି ନିରନ୍ତରେ। ଦେହ ଭଖିଲେ ସ୍ୱାଦୁ ରସେ କେବଳ ଅସ୍ଥି ରହେ ଶେଷେ। ଏମନ୍ତ ମୁନି ମୁଖୁ ଶୁଣି ଚରଣେ ନମେ ନୃପମଣି। ଧରଣୀ ମୁନିଙ୍କ ଚରଣ ବୋଲଇ କର ପରିତ୍ରାଣ। ଏ କନ୍ୟା ମୋହର ଦୁଲଣୀ ନ ହେଉ ତୋହର ଘରଣୀ। ଏ ସତ୍ୟ ବଚନ ମୋହର ଏଥକୁ ସାକ୍ଷୀ ଦିବାକର। ଏମନ୍ତେ ରାଜା ମୁଖୁ ଶୁଣି ଚ୍ୟବନ କହେ ମଞ୍ଜୁବାଣୀ। ଏ ଯେବେ ସତ୍ୟ ବାକ୍ୟ ତୋର ସକଳ ସ୍ରବ ମୂତ୍ର ଦ୍ୱାର। ଶୁଣି ସେ ଚ୍ୟବନ ବଚନ ଫିଟିଲା ମୂତ୍ରର ସ୍ତମ୍ଭନ। ସର୍ବେ ଲଭିବେ ପରିତ୍ରାଣ ଏବେ ହୋ ପରୀକ୍ଷିତ ଶୁଣ। ମୁନିଙ୍କୁ କନ୍ୟା ଦାନ କରି ରାଜା ଚଳିଲେ ନିଜ ପୁରୀ। ନିଜ ସ୍ୱଗୁଣ ମଧ୍ୟେ ଆସି ଚ୍ୟବନ ମହିମା ପ୍ରକାଶୀ। ସେ କନ୍ୟା ଚ୍ୟବନ ସମୀପେ ଖଟଇ ସେବା ଅନୁରୂପେ। ନିତ୍ୟ କଳ୍ପିତ ଭିକ୍ଷା ଆଣି ଯେ ମିଳେ ଶାକ କନ୍ଦ ପାଣି। ଏମନ୍ତେ ଶୁଣ ନୃପବର ବିଧାତା ବିଧି ବଳିୟାର। ଏମନ୍ତେ କେତେ ଦିନ ଗଲା ସୁକନ୍ୟା ରଜ ପ୍ରକାଶିଲା। ସେଦିନ ପ୍ରଭାତର କାଳେ ଅଶ୍ୱିନୀ କୁମାର ମିଳିଲେ। ମୁନିଙ୍କୁ ନମସ୍କାର କରି ବସିଲେ ଆସନ ଆଦରି। ଚ୍ୟବନ ଉଠି ମନ ତୋଷେ ଅଶ୍ୱିନୀ କୁମାରଙ୍କ ପାଶେ। ପାଦାର୍ଘ୍ୟେ ଚରଣ ପୂଜିଲେ ଅନେକ ସ୍ତୁତି ବାକ୍ୟ କଲେ। ବୋଲନ୍ତି ବିଶ୍ୱାସ କରାଇ ଦେବଙ୍କ ବୈଦ୍ୟ ତୁମ୍ଭେ ଦୁଇ। ଯେ ତୁମ୍ଭ ନାମ ଉଚ୍ଚାରନ୍ତି
ରୋଗ ପ୍ରବନ୍ଧୁ ନିସ୍ତରନ୍ତି। ଦେଖ ଏ ମୋହର ଶରୀର ଜରା ଅବସ୍ଥା ଜର ଜାତି କନ୍ୟା ମୋତେ ଦେଲ ଭାବ ନ ଜାଣିଲ। ଦେଖ ଏ କନ୍ୟା ପତିବ୍ରତା ଏହାକୁ ହୁଅ ବରଦାତା। ଏ ବୃଦ୍ଧ ରୂପ ମୋର ହର ଯୁବା ବୟସ ମୋତେ କର। ମୁଁ ପୁଣ ତୁମ୍ଭ ଉପକାର କରିବି ଯଥାର୍ଥ ବ୍ୟବହାର। ତୁମ୍ଭେ ଯେ ଏବେ ବୈଦ୍ୟ ଦୋଷେ ଯଜ୍ଞ ସୌଭାଗ୍ୟେ ନାହିଁ ଶେଷେ। ଏବେ ମୁଁ ତୁମ୍ଭଙ୍କୁ ବରିବି ଆନନ୍ଦେ ଯଜ୍ଞ ଭାଗ ଦେବି। ଇନ୍ଦ୍ର କି କରିବ ମୋହର ଯୁବା ବୟସ ମୋତେ କର। ଏ ମନ୍ତେ ମୁନି ମୁଖୁ ଶୁଣି ଅଶ୍ୱିନୀ ସୁତେ ମନେ ଗୁଣି। ବୋଲନ୍ତି ମୁନି ମୁଖ ଚାହିଁ ଏ କଥା ଅନ୍ୟଥା ନୁହଁଇ। ଆମ୍ଭର ସଙ୍ଗେ ସିଦ୍ଧ ହ୍ରଦେ ସ୍ନାନ ତୁ କର ବାଞ୍ଛା ସିଧେ। ହୋଇବ ଆମ୍ଭର ସ୍ୱରୂପ ପ୍ରତ୍ୟକ୍ଷେ ମନ୍ତ୍ର ତେଜ ଦେଖ। ତା ଶୁଣି ଚ୍ୟବନ ଆନନ୍ଦେ ବେଗେ ପଶିଲା ସିଦ୍ଧ ହ୍ରଦେ। ସେତିନି କରେ କର ଧରି ଜଳେ ବୁଡ଼ିଲେ ହରି ସ୍ମରି। ତକ୍ଷଣେ ଏକ ରୂପ ହୋଇ ଉଠିଲେ କନ୍ୟା ମୁଖ ଚାହିଁ। କିଏ ବା ଦେବା ପଟାନ୍ତର ରୂପେ ମୋହିଲେ ସୁର ନର। କନ୍ୟା ଯେତିରେ ଚାହିଁଥିଲା ନିଜ ସ୍ୱାମୀଙ୍କି ନ ଚିହ୍ନିଲା। ବିକଳେ ହୋଇ ଛନ ଛନ ଚାହିଁଣ ତାହାଙ୍କ ବଦନ। କର ଅଞ୍ଜଳି ଶିରେ ଦେଇ ବୋଲଇ ମୋତେ କର ତ୍ରାହି। ମୁଁ ଯେବେ ସତ୍ୟ ପତିବ୍ରତା ନିକଟେ ଦିଅ ମୋର ଭର୍ତ୍ତା। ଶୁଣି ସେ ଅଶ୍ୱିନୀଙ୍କ ସୁତ ସ୍ୱାମୀଙ୍କି ଦେଲେ ତା ଅଗ୍ରତେ। ଋଷିଙ୍କି ନମସ୍କାର ହୋଇ ସ୍ୱର୍ଗେ ଚଳିଲେ ବେନି ଭାଇ। ଶୁଣ ହେ ପରୀକ୍ଷିତ ଏବେ ସର୍ଜାତି ଯଜ୍ଞର ଆରମ୍ଭେ। ଚ୍ୟବନ ଆଶ୍ରମେ ମିଳିଲା ନୟନେ ଅଦ୍ଭୁତ ଦେଖିଲା। ନିଜ କନ୍ୟାର ପାଶେ ବସି ପୁରୁଷ ଦେଖେ ତେଜୋ ରାଶି। ସୁକନ୍ୟା ଆସି ପିତା ପାଦେ ସତ୍ୱରେ ନମିଲା ଆନନ୍ଦେ। ତାହାର କଲ୍ୟାଣ ନ କରି ବୋଇଲେ ଚିତ୍ତେ କୋପ ଭରି। ଅଦ୍ଭୁତ କର୍ମ ଏ ତୋହର ଅତ୍ୟନ୍ତ ବୃଦ୍ଧ ତୋର ବର। ତାର ଚରଣ ସେବା ଛାଡ଼ି ଯୁବା ପୁରୁଷେ ମନ ବଢ଼ି। କେମନ୍ତେ ଟଳିଲା ତୋ ମତି ସଂସାରେ ଯେ ଶନି ଅସତି। କୁଳ ଦୂଷଣ କର୍ମ କଲୁ ବୃଦ୍ଧ ସ୍ୱାମୀଙ୍କି ଉପେଖିଲୁ। ଯାର ପୁରୁଷେ କଲୁ ମତି ସେ ତୋର ବଡ଼ଇ ଅନୀତି।
ଉଭୟ କୂଳ କଲୁ ନାଶ। ପର ପୁରୁଷେ ତୁ ବିଶ୍ୱାସ। ଏ କର୍ମେ ପିତା ଭ୍ରାତା ବଂଶ। ନରକେ ହୁଅନ୍ତି ପ୍ରବେଶ। ଏମନ୍ତେ ପିତା ବାକ୍ୟ ଶୁଣି ହସିଣ କହେ ତା ଦୁଲଣୀ। ଭୋତାତା ଭ୍ରାନ୍ତି ତୁ ନ କର। ଏହି ଯେ ମୋହ ନିଜ ବର। ଏମନ୍ତେ ପିତାର ଅଗ୍ରତେ ସର୍ବ କହିଲା ଆଦ୍ୟ ପ୍ରାନ୍ତେ। ଯେମନ୍ତ ଅଶ୍ୱିନୀ କୁମାରେ ଜଳେ ଝାସି ସୁନ୍ଦର କଲେ। ବୃଦ୍ଧକୁ ଯୁବା ରୂପ କଲେ। ରଥ ଆରୋହୀ ସ୍ୱର୍ଗେ ଗଲେ। ଏମନ୍ତେ ପ୍ରତିବାକ୍ୟ ଶୁଣି ଅତି ଆନନ୍ଦେ ନୃପମଣି। ତକ୍ଷଣେ ଦୁହିତା ବଚନ ଅଦ୍ଭୁତ ଶୁଣି ସେ ରାଜନ। ଅତି ଆନନ୍ଦେ ମୋଦ ଭରି ନିଜ ଦୁହିତା କୋଳେ ଧରି। ତକ୍ଷଣେ ନିଜ ପୁର ଗଲା ଶୁଣ ହୋ ଅଭିମନ୍ୟୁ ବଳା। ନିଜ ଭୁବନେ ନୃପମଣି ଚ୍ୟବନ ମୁନି ଗୃହେ ଆଣି। ଆଗମ ନିଗମ ଉକତେ ଯଜ୍ଞ ସେ କଲା ବହୁମତେ। ଚ୍ୟବନ ବାକ୍ୟ ଯଜ୍ଞ ଘରେ ମିଳିଲେ ଅଶ୍ୱିନୀ କୁମାରେ। ତାହାଙ୍କୁ ହୋମ ଦେବା ବେଳେ ଇନ୍ଦ୍ର ମିଳିଲେ ଯଜ୍ଞଶାଳେ। ବଜ୍ର ଉଚାଇ ଦକ୍ଷ କରେ ନିଷେଧ କରି ମନ୍ତ୍ର ସ୍ୱରେ। ତା ଶୁଣି ଚ୍ୟବନ ଉଠିଲା ଇନ୍ଦ୍ରର ବଜ୍ରକୁ ସ୍ତମ୍ଭିଲା। ମାରି ନ ପାରି ବଜ୍ର କୋପେ ଇନ୍ଦ୍ର ଶରୀର ଭୟେ କମ୍ପେ। ବୋଲଇ ମୁନି ମୁଖ ଚାହିଁ ଏକଥା ଉଚିତ ନୁହଁଇ। ଯଜ୍ଞେ ଏହାଙ୍କ ଭାଗ ନାହିଁ ଆହୁତି ଦେଲ କିସ ପାଇଁ। ଚ୍ୟବନ ବୋଲେ ଇନ୍ଦ୍ର ଚାହିଁ ସତ୍ୟ ଯେ କରିଅଛି ମୁହିଁ। ଏ ଯେଣୁ ଯୁବା କଲେ ମୋତେ ଆହୁତି ଦେବି ଯଜ୍ଞ ଅନ୍ତେ। ଯଜ୍ଞର ଶେଷ ଭାଗ ପାଇ ସନ୍ତୋଷ ହେବେ ବେନି ଭାଇ। ବ୍ୟାଧି ନାଶିବେ ଯଜମାନେ ଏମନ୍ତେ ଚ୍ୟବନ ବଚନେ। ତୋଷ ହୋଇଲା ସୁରନାଥ ମୁନି ଚଢିଲେ ତାର ହସ୍ତ। ସେଦିନୁ ସର୍ବଦେବ ଯଜ୍ଞେ ତାଙ୍କୁ ସ୍ଥାପିଲେ ହବିର୍ଭାଗେ। ସେ ସୋମ ଭାଗ ପାଇ ଏବେ ହୋ ଶୁଣ ମନ ଦେଇ। ଏମନ୍ତେ ଯଜ୍ଞ କର୍ମ ଫଳେ ପୁତ୍ରେ ଜନ୍ମିଲେ ରାଜା କୁଳେ। ଅତି ସୁନ୍ଦର ଅନୁପମ ଶୁଣ ହୋ ତାହାଙ୍କର ନାମ। ଉତାନ ବହ ଯେ ଆନର୍ତ୍ତ ଆବର ଭୂରି ସେଣ ଜାତ। ସର୍ଜାତି ପୁତ୍ରେ ମହାତେଜେ ପ୍ରଜା ପାଳିଲେ ଶୁଭେ ରାଜେ। ଆନର୍ତ୍ତ ପୁତ୍ର ଯେ ରେବତ ଶୁଣ ହୋ ତାହାଙ୍କ ଚରିତ। ସେ ନିତ୍ୟ ହରି ପୂଜା କରେ ସେ ପୁଣ୍ୟ ତା ପତ୍ନୀ ଉଦରେ।
ରୈବତ ନାମେ ପୁତ୍ର ଜାତ ତାହାଙ୍କ ମଧ୍ୟେ ଜ୍ୟେଷ୍ଠ ଭ୍ରାତ କକୁଦି ନାମ ତାର ହୋଏ ଇନ୍ଦ୍ର କମ୍ପଇ ଯାର ଭଏ ରେବତୀ ନାମେ କନ୍ୟା ତାର ସୁନ୍ଦରେ ନାହିଁ ପଟାନ୍ତର ସେ କନ୍ୟା ଘେନି ଅତି ଦୁଃଖେ ବେଗେ ମିଳିଲେ ବ୍ରହ୍ମଲୋକେ ଭୂମିରେ ରାଜାଙ୍କ କୁମର ଯେତେ ମିଳିଲେ ତାଙ୍କୁ ବର ତାଙ୍କୁ ନିନ୍ଦିଲା କୁଳ ଶ୍ରେଷ୍ଠେ ମିଳିଲା ବ୍ରହ୍ମାଙ୍କ ନିକଟେ ସେ ବ୍ରହ୍ମା ଘେନି ମହାଜନ କରାଇ ବିଷ୍ଣୁ ସଂକୀର୍ତ୍ତନ କ୍ଷଣେ ରହିଲେ ତାକୁ ଦେଖି ସେ ଧାତା କୀର୍ତ୍ତନ ଉପେକ୍ଷୀ ତକ୍ଷଣେ ଚାହିଁ ତା ବଦନ ବୋଲନ୍ତି ମଧୁର ବଚନ କିମ୍ପା ଅଇଲୁ ବ୍ରହ୍ମଲୋକେ ଏ କନ୍ୟା ଘେନି ମନ ଦୁଃଖେ ବ୍ରହ୍ମା ବଚନେ ଦଣ୍ଡଧାରୀ ଚରଣେ ନମସ୍କାର କରି ବୋଇଲେ ଚିନ୍ତା ଭର ଶୋକ ଏ କନ୍ୟା ଦେବୀ କେଉଁ ଲୋକ ଏମନ୍ତ ରାଜା ମୁଖୁ ଶୁଣି ହସି ବୋଲନ୍ତି କୁଶ ପାଣି ଅଦ୍ଭୁତ କର୍ମ ଏ ତୋହର ଭୂମିରେ ନ ବରିଲୁ ବର ଯେବେ ଅଇଲୁ ମୋତେ କହି ଭୂମିରେ ତୋର ବଂଶ ନାହିଁ ବ୍ରହ୍ମାଣ୍ଡ ମଧ୍ୟେ କାଳ ବଳେ ଅନେକ ଯୁଗ ବହିଗଲେ ତୋ ପୁତ୍ର ନାତି ଯେତେ ଥିଲେ କାଳର ବଳେ ନାଶ ଗଲେ ତୋର ଆଗମେ କାଳ ବଳେ ଶୁଣ ହେ ଯେତେ ଯୁଗ ଗଲେ ଶପଥ ବିଂଶ ଚତୁର୍ଯୁଗ ଭୂମିରେ କଲା କାଳ ଭୋଗ ଅଧିକେ 3 ଯୁଗ ଗଲା କଳିର ଉଦ୍ୟମ ହୋଇଲା ଦ୍ୱାପର ଯୁଗ ଅବସାନେ ଏବେ ହୋ ଶୁଣ ମୋ ବଚନେ ଏ ଭାରା ନିବାରଣ ଅର୍ଥେ ବିଷ୍ଣୁ ଜନ୍ମିବେ ମୋହି ଗତେ ଦେବକୀ ଗର୍ଭେ ଦେହ ବହି ନୀଳଧ ବଳ ବେନି ହୋଇ ଅନନ୍ତ ବଳଭଦ୍ର ରୂପେ ଜନ୍ମ ଲଭିବେ ମୋହ କଳ୍ପେ ଏ କନ୍ୟା ରତ୍ନ ତାଙ୍କୁ ଦେଇ ଭବସାଗରୁ ତର ତୁହି ଏମନ୍ତେ ବ୍ରହ୍ମା ମୁଖୁ ଶୁଣି ଆନନ୍ଦ ମନେ ନୃପମଣି ତକ୍ଷଣେ ନିଜ ପୁର ଗଲା ଶୁଣ ଗୋବିନ୍ଦର ଲୀଳା ତାହାର ଯେତେ ଭାଇ ଥିଲେ ରାକ୍ଷସ ଭୟେ ପଳାଇଲେ ତା କନ୍ୟା ବଳଭଦ୍ରେ ଦେଇ ଆନନ୍ଦେ କୃତକୃତ୍ୟ ହୋଇ ତପକରଣେ ଶୁଦ୍ଧ ମନେ ମିଳିଲେ ବଦରିକା ସ୍ଥାନେ ବୋଲଇ ବିପ୍ର ଜଗନ୍ନାଥ ନବମ ସ୍କନ୍ଧେ ଭାଗବତ ଭାଷା ପ୍ରବନ୍ଧେ ଗୀତ କରି ଯାହା କହିଲେ ନରହରି ସୁଜନେ ମତି ଏଣେ କର ଅନ୍ତେ ପାଇବ ଚକ୍ରଧର ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ନବମ ସ୍କନ୍ଧେ ବଂଶାନୁଚରିତ କନ୍ଥନେ ନାମ ତୃତୀୟୋଧ୍ୟାୟ।
ओम नमो भगवते वासुदेवाय।